କୃଷ୍ଣାୟ ନମଃ। ଆସନ୍ତୁ ଜାଣିବା ମହାପ୍ରଭୁ ଜଗନ୍ନାଥଙ୍କର ଅଧାଗଢ଼ା ରୂପ ବିଷୟରେ। ପ୍ରଭୁଙ୍କର ଅଧାଗଢ଼ା ରୂପ ମା ଗୁଣ୍ଡିଚାରାଣୀଙ୍କ ପାଇଁ ନଥିଲା, ବରଂ ଏହା କେବଳ ଜାଣିବା ପାଇଁ, ମାୟା ରଚନା ପାଇଁ ବା ଭଗବାନଙ୍କ ଦ୍ୱାରା ସମ୍ପନ୍ନ କରିବା ପାଇଁ ଥିଲା। ଯେପରି ପିଲାଟିର ମୃତ୍ୟୁ ପରେ କୁହନ୍ତି ଯେ ଏହା ଜ୍ୱର ପାଇଁ ହେଲା, କି ଝାଡ଼ା ପାଇଁ ମୃତ୍ୟୁ ହେଲା, କି ବିଭିନ୍ନ କାରଣରୁ ଆକ୍ସିଡେଣ୍ଟ ଏହିସବୁ ପାଇଁ ମୃତ୍ୟୁ ହେଲା, କିନ୍ତୁ ପ୍ରକୃତରେ ଜନ୍ମ ନେଇଥାଏ କେହି କୁହନ୍ତିନି। ଠିକ୍ ସେହିଭଳି ଆସନ୍ତୁ ଜାଣିବା ପ୍ରଭୁ ଜଗନ୍ନାଥଙ୍କର ଅଧାଗଢ଼ା ରୂପ ନିଜର କର୍ମ ପାଇଁ କରେଇଛନ୍ତି। କର୍ମ ନିଜେ କରିଛନ୍ତି। ଅଧାଗଢ଼ା ରୂପ ପାଇଁ ସେ ଏହିସବୁ ସତ୍ୟ ଯୁଗରେ କରିଛନ୍ତି। ସତ୍ୟ ଯୁଗରେ କରିଛନ୍ତି, କଳି ଯୁଗରେ ହେବାକୁ। ଆସନ୍ତୁ ଏହାକୁ ଜାଣିବା। ଲକ୍ଷ୍ମୀ ନାରାୟଣକୁ ଏବଂ ନାରାୟଣ ଲକ୍ଷ୍ମୀଙ୍କୁ ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ଏହାକୁ ବୁଝିବା। ନାରାୟଣ କହିଲେ, ଯୋଗମାୟା, ଏବେ ତୁମର ବରୁଣ କନ୍ୟା ଭାବରେ ଆସିବାର ସମୟ ଆସିଗଲା। ମାତା କହିଲେ, ସ୍ୱାମୀ, କାଳକେତୁ କବଳରୁ ଅମୃତକୁ ରକ୍ଷା କରିବା ପାଇଁ ମୋହିନୀ ମାୟା ରଚନା କରିବେ। ଏତେ ଛଳ କପଟ କ'ଣ ଆପଣଙ୍କୁ ଶୋଭା ପାଉଛି? ନାରାୟଣ କହିଲେ, ଦେବୀ, କଣ୍ଟାକୁ କଣ୍ଟାରେ କାଢ଼ିବାକୁ ହୁଏ, ତେଣୁ କଣ୍ଟାକୁ କାଢ଼ିବାକୁ କଣ୍ଟାର ଆବଶ୍ୟକତା ପଡ଼ିଥାଏ। ସେହିପରି ଛଳ କପଟଧାରୀଙ୍କ ପାଖରେ ଛଳ କପଟର ଆବଶ୍ୟକତା ପଡ଼ିଥାଏ। ଦେବୀ କହିଲେ, ହେ ସ୍ୱାମୀ, ଶରଭାନୁ ପାଖରେ କାହିଁକି ଏପରି କଲେ? ଗଣ୍ଡି ଓ ମୁଣ୍ଡ ଅଲଗା କରି ରାହୁ ଓ କେତୁରେ ବିଭକ୍ତ କରାଇଲେ। ଆପଣ ତ ଅନ୍ତର୍ଯ୍ୟାମୀ, ଆପଣ ତ ଜାଣିଥିବେ ଶରଭାନୁ ନିଜକୁ ଲୁଚାଇ ଅମୃତ ପାନ କରିବାକୁ ଆସୁଛି ବୋଲି। ଅମୃତ ପାନ କରିବା ପୂର୍ବରୁ ତ ଆପଣ ପ୍ରତିକାର କରିପାରିଥାନ୍ତେ। ଗଣ୍ଡି ମୁଣ୍ଡ ଅଲଗା କରି ଖଣ୍ଡିଆ ଅବସ୍ଥାରେ ବଞ୍ଚିବାକୁ ଛାଡ଼ି ନଥାନ୍ତେ। ନାରାୟଣ କହିଲେ, ହେ ଦେବୀ, ଦୃଶ୍ୟ ଅନୁସାରେ ସିନା ଯାତ୍ରା ଚାଲେ, କିଛି ହେବାକୁ ଥାଏ ବୋଲି କିଛି ହୁଏ। ବିନା ଅର୍ଥରେ ମୁଁ କିଛି କରାଏ ନାହିଁ। ଶରଭାନୁ ବେନିୟମ ଭାବରେ ଅମୃତ ପାନ କରିବାକୁ ଆସିଥିଲା, ତାର ଦଣ୍ଡ ପାଇଲା। ଶୁକ୍ରାଚାର୍ଯ୍ୟ ପାଖରେ ମୃତ ସଞ୍ଜୀବନୀ ଅଛି। ପୁଣି ଅମୃତ ପାନ ଦ୍ୱାରା ଦେବଲୋକକୁ ବିପଦ ଥିଲା। ତେଣୁ ରାକ୍ଷସ ମାନଙ୍କ ପାଇଁ ଅମୃତ ନଥିଲା। ଶରଭାନୁ ଅମୃତ ପାଇ ଖଣ୍ଡିଆ ହୋଇନଥିଲେ। ଶୁକ୍ରାଚାର୍ଯ୍ୟ ତାକୁ ଏମିତି ବଳିୟାନ କରିଦେଇଥାନ୍ତା, ଯାହାଦ୍ୱାରା ପୃଥ୍ୱୀ ଲୋକରେ ମାନବତ୍ୱ ଦୂରର କଥା, ଦେବଲୋକରେ ଦେବତା ମାନେ ରହିବା ଅସମ୍ଭବ ହୁଅନ୍ତା। ତେଣୁ ମୁଁ ଦୁଇ ଖଣ୍ଡ କରି ରାହୁ ଓ କେତୁ ଭାବରେ ପରିଣତ କଲି। ମୁଁ ଜାଣିଥିଲି ସେ ଅମୃତ ପାଇବାକୁ ଆସୁଛି। ଜାଣି ମଧ୍ୟ ତାକୁ ଅମୃତ ଏଇଥିପାଇଁ ପିଆଇଲି ଯେ ମୋ ଉପରେ ଅପବାଦ ନ ଆସୁ। ଯେଉଁ ଅମୃତ ପାଇଁ ଅସୁର ମାନେ ଏତେ କଲେ, ତାଙ୍କୁ କିଛି ମିଳିଲାନି ବୋଲି ଏଇଥିପାଇଁ ମୁଁ ଜାଣି ମଧ୍ୟ ଶରଭାନୁଙ୍କୁ ଅମୃତ ପିଆଇଲି ଏବଂ ଦୁଇ ଖଣ୍ଡ କରାଇଲି। ଦେବୀ କହିଲେ, ହେ ସ୍ୱାମୀ, ଏ ଅପବାଦକୁ ସିନା ଧୋଇ ଦେଲେ, ଅନ୍ୟ ଏକ ଅପବାଦ କ'ଣ ଆପଣଙ୍କୁ ଲାଗୁନି?
ଯେଉଁ ଅମୃତ ପାଇଁ ସଂଘର୍ଷ କରି ଅସୁରମାନେ ଏତେ କଲେ, ଯଦି ଜଣେ ଛପି କରି ପିଇଦେଲା, ସେଇଥିପାଇଁ ଆପଣ ତାକୁ ଅଧା ଗଢ଼ା କରି ଅଧା ଖଣ୍ଡିଆ ଭାବରେ ବଞ୍ଚିବାକୁ ଛାଡ଼ିଦେଲେ। ଆପଣ ଯେଉଁ କର୍ମ କଲେ, ସେ କର୍ମ ଫଳ ଆପଣଙ୍କୁ ହିଁ ଭୋଗିବାକୁ ପଡ଼ିବ। ଯଦି ଆପଣ ନ ଭୋଗନ୍ତି, ତେବେ କ'ଣ ପ୍ରଶ୍ନ ରହିବନି? ଆପଣଙ୍କୁ କ'ଣ ଅପବାଦ ଲାଗିବନି? ଦେବୀଙ୍କ ପ୍ରଶ୍ନରେ ସ୍ୱାମୀ ଉତ୍ତର ଦେଲେ, ହେ ଦେବୀ, ସେହି କର୍ମଫଳକୁ ଭୋଗିବା ପାଇଁ ମୁଁ ଏସବୁ କରାଇଲି। ତା ନ ହୋଇଥିଲେ ମୁଁ ସରଭାନୁକୁ ଅମୃତ ପିଆଇ ନଥାନ୍ତି। କଳି ଯୁଗରେ ମୋତେ ଅଧାଗଢ଼ା ଦେବତା ଅବତାର ନେବାକୁ ଅଛି। ସେଇଥିପାଇଁ ମୁଁ ରାହୁ ଓ କେତୁକୁ ଅଧାଗଢ଼ା ଭାବରେ ବଞ୍ଚିବାକୁ ଛାଡ଼ିଛି। ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା, ଏହି ତିନି ରୂପରେ ମୁଁ ଅଧାଗଢ଼ା ହୋଇ ଲୀଳା କରିବି। ମୁଁ ଦୁଇଟିକୁ ସିନା ଅଧାଗଢ଼ା ହୋଇ ବଞ୍ଚିବାକୁ ଛାଡ଼ିଦେଲି, ହେଲେ ତିନୋଟି ହୋଇ ଫଳ ଭୋଗିବାକୁ ମୁଁ କିଛି କରିଛି। ମୁଁ କଳି ଯୁଗରେ ଲୀଳା କରିବି। ଦେବୀ କହିଲେ, ସ୍ୱାମୀ, କଳି ଯୁଗରେ କ'ଣ ପାଇଁ ଅଧାଗଢ଼ା ଭାବରେ ଲୀଳା କରିବାକୁ ଥିଲା ଯେ ଆପଣ ରାହୁ ଓ କେତୁକୁ ଅଧାଗଢ଼ା କରାଇଦେଲେ? ସ୍ୱାମୀ କହିଲେ, ଦେବୀ, ମୋର ପରା ଓ ଅପରା ପ୍ରକୃତି ଅଛି। ଅପରା ପ୍ରକୃତିକୁ ଦେଖିବା, ଅନୁଭବ କରିବାର ଶକ୍ତି କଳି ଯୁଗର ମାନବ ପାଖରେ ରହିବ। ମାତ୍ର ପରା ପ୍ରକୃତିକୁ ନୁହେଁ, ଜୀବଜଗତ ପାଖରେ ଅପରା ପ୍ରକୃତି ଅନୁଭୂତ ହେବ। ତେଣୁ ଅପରା ପ୍ରକୃତିକୁ ଅନୁଭବ କରିବାର ଶକ୍ତି ରହିବ, କିନ୍ତୁ ପରା ପ୍ରକୃତିକୁ ଅନୁଭବ ଶକ୍ତି କରିବାର ରହିବ ନାହିଁ। ଏହି ସତ୍ୟକୁ ପ୍ରତିପାଦନ କରିବା ପାଇଁ କଳି ଯୁଗରେ ମୋତେ ଅଧାଗଢ଼ା ସ୍ୱରୂପରେ ଅବତାର ନେବାକୁ ଅଛି। ଯାହାର ନୀଳାଭୂମି ଶ୍ରୀକ୍ଷେତ୍ର ହେବ, ଯାହାର ରକ୍ଷା କବଚ ମୁଁ ସ୍ୱୟଂ ଜଗନ୍ନାଥ ଭାବରେ ବିଦ୍ୟମାନ ହେବି। ତିନି ଅବତାରରେ ସମସ୍ତ ଦେବାଦେବୀଙ୍କ ଗହଣରେ ଲୀଳା କରିବି। ଏହି ଅଧାଗଢ଼ା ଅବତାରକୁ ନେଇ ଆସନ୍ତୁ ଶୁଣିବା ସୁନ୍ଦର ଗୀତଟିଏ, ରଚନା ରବୀନ୍ଦ୍ର କୁଲ୍ହାରୀ। ରେ ମନ ଶୁଣ, ଧ୍ୟାଇବାକୁ ଅଛି ଅକ୍ଷରଣ। ରେ ମନ ଶୁଣ, ଧ୍ୟାଇବାକୁ ଅଛି ଅକ୍ଷରଣ। ପଢ଼ିବାକୁ ଅଛି ଅପଢ଼ା ପାଠ, ଗାଇବାକୁ ଅଛି ଅଭୁଲା ଗୀତ। ଲେଖିବାକୁ ଅଛି ଅଲେଖା ଲେଖା, ଦେଖିବାକୁ ଅଛି ଅଦେଖା ଦେଖା। ଗଣିବାକୁ ଅଛି ଦଶରୁ ଶୂନ, ବୁଝିବାକୁ ଅଛି ଅବୁଝା ପ୍ରଶ୍ନରେ। ମନ ଶୁଣ, ମନ ଶୁଣ, ଧ୍ୟାଇବାକୁ ଅଛି ଅକ୍ଷରଣ। ବିକିବାକୁ ଅଛି ଅବିକା ଧନ, କିଣିବାକୁ ଅଛି
ଅକିଣା ଜ୍ଞାନ ଆଣିବାକୁ ଅଛି ଅଣା ମନ ଜାଣିବାକୁ ଅଛି ଅଜଣା ଶୂନ ଚିହ୍ନିବାକୁ ଅଛି ଅଚିହ୍ନା ଗୁଣ ଗୁଣିବାକୁ ଅଛି ଅଗୁଣା ଧ୍ୟାନରେ ମନ ଶୁଣ ଧ୍ୟାଇବାକୁ ଅଛି ଅକ୍ଷରଣ ବଜାଇବାକୁ ଅଛି ଅବଜା ବାଜା ସାଜିବାକୁ ଅଛି ଅସଜା ରାଜା ଯୋଡ଼ିବାକୁ ଅଛି ଅଯୋଡ଼ା ଯୋଡ଼ ଗଢ଼ିବାକୁ ଅଛି ଅଗଢ଼ା ଗଢ଼ ଶୁଣିବାକୁ ଅଛି ଅଶୁଣା ଶୁଣ ଘୁଣିବାକୁ ଅଛି ଅଗୁଣା ଗୁଣରେ ମନ ଶୁଣ ଧ୍ୟାଇବାକୁ ଅଛି ଅକ୍ଷରଣ କରିବାକୁ ଅଛି ଅକରା ଭକ୍ତି ବାନ୍ଧିବାକୁ ଅଛି ଅବନ୍ଧା ସୂତି ଅପାଦରେ ଅଛି ପାଦ ଯୁଗଳ ଅହାତରେ ଅଛି ହାତର ମୂଳ ଅନୟନେ ଅଛି ଅଣନୟନ ଅଚକାରେ ଅଛି ଚକାଟି ଜାଣ ରେ ମନ ଶୁଣ ଧ୍ୟାଇବାକୁ ଅଛି ଅକ୍ଷରଣ। ଜୟ ଜଗନ୍ନାଥ ମହାପ୍ରଭୁ।